ଅର୍ଡର କରିଥିଲେ ସେଥିରେ ମୁଁ ଦସ୍ତଖତ କରିବା ପାଇଁ ମାତ୍ର ମୁଁ ସେଥିରେ ଦସ୍ତଖତ କରିନଥିଲି କାହିଁକି ମୁଁ ଜାଣିଛି ପୁରାରେ ଦସ୍ତଖତ କେବେ ବି ସ୍ୱାମୀ ସ୍ତ୍ରୀକୁ ଅଲଗା କରିପାରେ ଅଲଗା କରେ ମନ ଆଜି ମୋ ସ୍ତ୍ରୀ ପାଖରୁ ମୋ ମନ ଛାଡ଼ିଗଲା ତେଣୁ ତାକୁ ଛାଡ଼ପତ୍ର ଦେବା ପାଇଁ ତାଙ୍କ ରିଙ୍ଗ ସେରିମନିରେ ମୁଁ ଡିଭୋର୍ସ କାର୍ଡ ବାଣ୍ଟିବାକୁ ଆସିଛି ଏ କାର୍ଡ ବାଣ୍ଟି ଆଜି ମୁଁ ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ଆଜିଠାରୁ ମୋ ସ୍ତ୍ରୀ ସେଲିନା ମାନସିଂଙ୍କ ସହିତ ମୋର ଆଉ କିଛି ବି ସମ୍ପର୍କ ନାହିଁ ମିଛ ଏସବୁ ମିଛ କାହାଣୀ ଏସବୁ ମୋ ଅହଙ୍କାରୀ ବଣିଜ ସୁଖ ବାଣିଜ୍ୟ ଖୁସି ପାଇଁ ମୋ ଭିଣେଇକୁ ଡିଭୋର୍ସ ଦେବା ପାଇଁ ବାଧ୍ୟ କରିଛି ଆରେ ମହାପୁରୁଷ ସୁମନ ବାବୁ ଟଙ୍କା ଲୋଭରେ ମୋ ଭଉଣୀକୁ ବାହା ହେଉଛନ୍ତି ମୋ ପ୍ରେମକୁ ଧୋକା ଦେଇ ସୁମନ ତୋତେ ଧୋକା ଦେଇନି ବରଂ ତୁ ସୁମନକୁ ଧୋକା ଦେଇଛୁ ଆମେ ଦି ଜଣଙ୍କ ପ୍ରେମ ବାଧ୍ୟ କରିଛି ସେଲିନାକୁ ମୋତେ ଛାଡ଼ପତ୍ର ଦେବା ପାଇଁ ପାପ କର୍ମ କରି ଚେଷ୍ଟା କଲନି ଭାଇ ସେଲିନା ବିରୁଦ୍ଧରେ ମୋ ପଦଟିଏ ବି ଶୁଣିବାକୁ ଚାହୁଁନି ମୋ ପ୍ରେମ ସମ୍ପର୍କ ପାଇଁ ମୋ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ବାଧ୍ୟ ହେଲି କହିଲ ଭାଇ ତମର ମୋର ପ୍ରେମ ସମ୍ପର୍କ ଅଛି ପ୍ରେମ ସମ୍ପର୍କ ହୁଏ ତ ମୋ ଭିତରେ ଦୈହିକ ସମ୍ପର୍କ ବି ଅଛି ବହୁତ କରେ ଭାଇ ବହୁତ କରେ ଏସବୁ ଶୁଣିବାକୁ ବହୁତ ଅଛ ନାହିଁ ଓଡ଼ିଆ ଘର ପରମ୍ପରାର କଥା ଜଗନ୍ନାଥ ସଂସ୍କୃତିର ଗାଥା କେବେ ପଢ଼ିଛୁ କେବେ ଶୁଣିଛୁ କେବେ ଦେଖିଛୁ ବାହା ନହୋଇ କିଏ ମଥାରେ ସିନ୍ଦୁର ପିନ୍ଧେ ଆଗରେ ସ୍ୱାମୀ ସଂସାର ଥାଇ କିଏ ଛୁଆର ମା ହୁଏ ତୋରି ପାଇଁ ମୋ ସାଙ୍ଗ ମୋତେ ଭୁଲ ବୁଝିଲା ସବୁ ଭୁଲ ବୁଝ ପାର ଏଠି ଶେଷ ସମାଧାନ ହବ ଏ ସାଙ୍ଗ ନେ ଉପହାର କାର୍ଡ এই কার্ড ডিভোর্স মানে এই কার্ড বাকি আজ ମୁଁ ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ଆଜିଠାରୁ ମୋ ସ୍ତ୍ରୀ ସେଲିନା ମାନସିଂଙ୍କ ସହିତ ମୋର ଆଉ କିଛି ବି ସମ୍ପର୍କ ନାହିଁ ମୋ ସାଙ୍ଗ ସେଲିନା ମାନସିଂ ଆଜିଠାରୁ ମୋ ପତ୍ନୀ ନୁହନ୍ତି ମୋ ବନ୍ଧୁ ପତ୍ନୀ ମୋ ବାନ୍ଧବୀ ନେ ସାଙ୍ଗ ନେ ଉପହାର ସାଙ୍ଗ ଆରେ ତୁମେ ଯେ ମୋତେ ଗୋଟେ ଏମିତି ଉପହାର ଦେଇଦେଲୁଛି ନା ମୁଁ ତାକୁ ଫୋପାଡ଼ି ପାରୁଛି ନା ସେମିତି ରଖେଇ ପାରୁଛି ଏ ସାଙ୍ଗ ଆରେ ଦେଖିଲି ଇଏ କାର୍ଡର ଗୋଟାଏ ପାଖ ତୁ ଆଉ ଗୋଟାଏ ପାଖ ମୁଁ ତୋ ପାଖରେ ତୁ ଶବ୍ଦ ଗୁଡ଼ାକ ଏମିତି ଲେଖିଦେଇଛୁ ଯେ ମୋ ପାଖରେ ଲେଖିବା ପାଇଁ ମୋ ଶବ୍ଦ ଖୋଜି ପାଉନି କ'ଣ ଲେଖିବି ମୁଁ ଜୀବନ ଚେତନା କଥା ପ୍ରେମ ପ୍ରତାରଣା କଥା ନା ପ୍ରତିଧ୍ୱନିର ପ୍ରତି ଶବ୍ଦ କଥା କ'ଣ ଲେଖିବି ମୁଁ କହ ସାଙ୍ଗ ଆରେ କହ ସାଙ୍ଗ କହ କ'ଣ ଲେଖିବି ମୁଁ ଯାଇଥିବା ଲୋକର କି ଅଛି ଜିଲେ ଜିଲା ମନେ ନାହିଁ ଗୋଟିଏ କାହାଣୀ କହିବାର ଥିଲା ଶୁଣିଲେ ଶୁଣିଲା ନହେଲେ ନାହିଁ